ଛୋଟ ମୋର ଗାଁଟି ଭୂଗୋଳ ପଥି ପତରେ ପଛେ ନଥାଉ ତାର ନାଟି। ଛୋଟ ମୋର ଗାଁଟି। କ'ଣ ପିଲେ ମନେ ପଡ଼ିଗଲା ନା ସପ୍ତମ ଶ୍ରେଣୀର ସେଇ କବିତା? ସଚ୍ଚିଦାନନ୍ଦ ରାଉତରାୟ କେମିତି ନିଜ ଗାଁର ନିଖୁଣ ଚିତ୍ର କବିତାରେ ବର୍ଣ୍ଣନା କରିଛନ୍ତି। ଆଚ୍ଛା, ଚିନ୍ତା କର, ଆଜି ତୁମେ ଯେଉଁ ଗାଁରେ ଅଛ ଗୋଟେ ଦିନ ପାଠ ପଢ଼ିବା ପାଇଁ ସେଇ ଗାଁରୁ ଦୂରରେ ରହିବ। ଗାଁରେ ଥିବା ସରଳ ଲୋକଙ୍କର ସେଇ ମିଠା ସମ୍ପର୍କ ଠାରୁ ଦୂରରେ ରହିବ। ତେବେ ତୁମକୁ କିପରି ଅନୁଭବ ହେବ? ସେହିପରି ଜଣେ ଲୋକ ପାଠ ପଢ଼ିବା ପାଇଁ ଏବଂ ଚାକିରି ପାଇଁ ଦୂରରେ ରହିଛନ୍ତି ଏବଂ ଗାଁ ଲୋକଙ୍କ ପୁରୁଣା ଭଲ ପାଇବା ପାଇପାରୁନାହାନ୍ତି। ଗାଁକୁ ଫେରିବାକୁ ଚାହିଁଲେ ମଧ୍ୟ ପାରୁନାହାନ୍ତି। ସେ ଆଉ କେହି ନୁହନ୍ତି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଆଜି ଆମେ ପଢ଼ିବା ତାଙ୍କର ପ୍ରବନ୍ଧ ଜନ୍ମଭୂମି। ମୁଁ ଦଶମୀ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସାହିତ୍ୟ ସଂସାରକୁ। ତ ଚାଲନ୍ତୁ ବର୍ତ୍ତମାନ ଆମେ ଆରମ୍ଭ କରିବା ଜନ୍ମଭୂମିର ସାରାଂଶ, ଯେଉଁଠି ରହିଛି ଏହି ଚାପ୍ଟର ରିଲେଟେଡ୍ ତୁମ ମନରେ ଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଜନ୍ମଭୂମି। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ହେଉଛନ୍ତି ଏହାର ଲେଖକ। ପ୍ରାବନ୍ଧିକ ପ୍ରଥମେ ଜନ୍ମଭୂମିର ପ୍ରକୃତ ପରିଚୟ ଦେଇଛନ୍ତି। ବିଶାଳ ପୃଥିବୀ ଭିତରେ ଏସିଆ ମହାଦେଶ, ଏସିଆ ଭିତରେ ଭାରତବର୍ଷ, ଭାରତ ଭିତରେ ଓଡ଼ିଶା ଏବଂ ସେହି ଓଡ଼ିଶା ଭିତରେ ତାଙ୍କର ପଲ୍ଲୀ ଗ୍ରାମ, ଯେଉଁଠି ସେ ଜନ୍ମ ନେଇଥିଲେ। ଏହି ସମସ୍ତ ଭୂଭାଗ କେହି କାହାରିଠାରୁ ଅଲଗା ନୁହନ୍ତି, କେହି ବିଚ୍ଛିନ୍ନ ନୁହନ୍ତି। ବ୍ୟାପକ ଦୃଷ୍ଟିରୁ ବିଚାର କଲେ ଏହି ସମସ୍ତ ହେଉଛି ଲେଖକଙ୍କର ଜନ୍ମଭୂମି। ଦେଖ ପିଲେ, ଏଇଟା ଗୋଟେ କ୍ୱେଶ୍ଚିନ୍ ହେଇପାରିବ। ଲେଖକ ବ୍ୟାପକ ଦୃଷ୍ଟିରୁ କାହାକୁ ନିଜର ଜନ୍ମଭୂମି ବୋଲି କହିଛନ୍ତି? ଆମେ ପଢ଼ିଲେ ଏସିଆ ମହାଦେଶ, ଭାରତବର୍ଷ, ଓଡ଼ିଶା ଏବଂ ଶେଷରେ ତାଙ୍କର ପଲ୍ଲୀଗ୍ରାମ। ଆମେ ଯଦି କହିବା ଏସିଆ ହେଉଛି ତାଙ୍କର ଜନ୍ମଭୂମି, ଭୁଲ ହେବ ନାହିଁ। ସେ ପୃଥିବୀରେ ଜନ୍ମ ହୋଇଛନ୍ତି, ଭୁଲ ହେବ ନାହିଁ। ଭାରତରେ ଜନ୍ମ ହୋଇଛନ୍ତି, ଭୁଲ ହେବ ନାହିଁ। ଓଡ଼ିଶାରେ ଜନ୍ମ ହୋଇଛନ୍ତି, ଭୁଲ ହେବ ନାହିଁ। କିନ୍ତୁ ତଥାପି ଯେଉଁ ଭୂମି ଉପରେ ସେ ପ୍ରଥମେ ମାତୃଗର୍ଭରୁ ଜନ୍ମ ନେଲେ, ପ୍ରଥମେ ଭୂମି ସ୍ପର୍ଶ କଲେ, ତାହା ହିଁ ହେଉଛି ତାଙ୍କ ପାଇଁ ପ୍ରକୃତ ଜନ୍ମଭୂମି। ଏଇଠି ଗୋଟେ ପ୍ରଶ୍ନ ଆସିଗଲା, ତାଙ୍କର ପ୍ରକୃତ ଜନ୍ମଭୂମି। କାରଣ ସେହି ମାଟିର ରୂପ, ରସ, ଗନ୍ଧର ସ୍ପର୍ଶ ସେ ପ୍ରଥମେ ପାଇଥିଲେ। ସେହି ମାଟିରୁ ଉପୁଜିଥିବା ଫଳ ପୁଷ୍ପରେ, ଶାକ ତଣ୍ଡୁଳରେ ନିଜର ଶରୀର ରକ୍ଷା କରିଥିଲେ। ଶାକ ଅର୍ଥାତ୍ ଶାଗ, ତଣ୍ଡୁଳ ଅର୍ଥାତ୍ ଚାଉଳ। ସେଠାକାର ସୁଖ ଦୁଃଖରେ ସେ ନିଜକୁ ସାମିଲ କରାଇ ଦେଇଥିଲେ। ବୁଝିପାରୁଛ ନା? ଏଠି ଆମକୁ ଦୁଇଟା ପ୍ରଶ୍ନ ମିଳିଗଲା। ଗୋଟେ ହେଲା ବ୍ୟାପକ ଦୃଷ୍ଟିରୁ ବିଚାର କଲେ ଲେଖକଙ୍କର ଜନ୍ମଭୂମି କାହାକୁ କହିପାରିବା। ଦ୍ୱିତୀୟ ପ୍ରଶ୍ନ, ତାଙ୍କର ପ୍ରକୃତ ଜନ୍ମଭୂମି ବୋଲି ସେ କାହାକୁ କହିଛନ୍ତି। ତାପରେ କ'ଣ କହୁଛନ୍ତି? ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲେଖକଙ୍କ ସମ୍ପର୍କର ସେତୁ କ୍ରମଶଃ ଦୁର୍ବଳ ହୋଇଛି। ଏପରିକି କ୍ରମେ କ୍ରମେ ସେହି ସମ୍ପର୍କର ଧାରା କ୍ଷୀଣରୁ କ୍ଷୀଣତର ହୋଇ ଲୀନ ହେବାକୁ ବସିଛି। ଲୀନ ଅର୍ଥାତ୍ ନଷ୍ଟ ହେବାକୁ ବସିଛି। ସେହି ଜନ୍ମଭୂମିରୁ କର୍ତ୍ତବ୍ୟ ଆହ୍ୱାନରେ ସେ ଦୂରରେ ରହିଛନ୍ତି। ସେଠାକୁ ଫେରିବାକୁ ତାଙ୍କର ଆଉ ସାହସ ହେଉନାହିଁ। ବରଂ ତାଙ୍କର ହୋଇଛି ପୁନର୍ଜନ୍ମ। ସେ କେବଳ ତାଙ୍କର ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜନ୍ମଭୂମିକୁ ମନେ ପକାଇଛନ୍ତି। ବୁଝିପାରୁଛ? ପ୍ରାବନ୍ଧିକ କହୁଛନ୍ତି କି ଯେଉଁଠାରେ ମୁଁ ଜନ୍ମ ହୋଇଥିଲି, ଛୋଟରୁ ବଡ଼ ହେଲି, ସେହି ପଲ୍ଲୀଗ୍ରାମ, ସେହି ଜନ୍ମଭୂମିକୁ ଫେରିବାକୁ ମୋର ଆଉ ସାହସ ହେଉନାହିଁ। କିନ୍ତୁ କେବଳ ସେ ତାଙ୍କର ସେଇ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜନ୍ମଭୂମିକୁ ମନେ ପକାଇଛନ୍ତି। ଶିକ୍ଷିତ ବ୍ୟକ୍ତି ଭାବରେ ଗ୍ରାମରୁ ଦୂରରେ ରହି ଗ୍ରାମ୍ୟ ଜୀବନକୁ ସେ ବିସ୍ତୃତ ହୋଇଛନ୍ତି। ଏଭଳି ସମସ୍ୟାକୁ ଏକ ସାର୍ବଜନୀନ ସମସ୍ୟା ଭାବରେ ଲେଖକ ସୂଚିତ କରିଛନ୍ତି। ଗୋଟିଏ ଗାଁ ଯେପରି ହୋଇଥାଏ ଗୋଟିଏ ପରିବାର,
ଧର୍ମାନ୍ତର ବ୍ୟକ୍ତି ଭଳି ନିଜର ସମସ୍ତ ମାନବିକତାକୁ ସେ ଭୁଲିଛନ୍ତି। ପ୍ରଚଳିତ ଶିକ୍ଷାକୁ ଗ୍ରହଣ କରିଥିବାରୁ ଶେଷରେ ସେ ନିଜର ଜନ୍ମଭୂମି ନିକଟରୁ ଦୂରେଇ ରହିଛନ୍ତି ଏବଂ ତାହାକୁ ପାସୋରି ଦେଇଛନ୍ତି। ପାସୋରି ଅର୍ଥାତ୍ ଭୁଲି ଯାଇଛନ୍ତି। କେବେ କେମିତି ପଲ୍ଲୀ ଜୀବନକୁ ଫେରିଯାଇ ସେଠାରେ କିଛି କାଳ ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ। କିଛି କାଳ ଅର୍ଥାତ୍ ସମୟ, ତ ଅଳ୍ପ ସମୟ ପାଇଁ ମଧ୍ୟ ସେ ତାଙ୍କର ସେହି ପଲ୍ଲୀ ଗ୍ରାମକୁ ଫେରି ରହିବା ସମ୍ଭବ ହୋଇପାରି ନାହିଁ। ଏହା ବ୍ୟତୀତ ସେ ଆଉ କ'ଣ କହୁଛନ୍ତି? ଲେଖକ ପଲ୍ଲୀ ଜୀବନର ବିଶେଷତ୍ୱ ପ୍ରତିପାଦନ କରିବାକୁ ଯାଇ ପଲ୍ଲୀ ଜୀବନରେ ମିଳିମିଶି ଚଳିବା, ଜଣେ ଅନ୍ୟର ସୁଖ ଦୁଃଖରେ ଭାଗ ହେବା କଥାକୁ ସ୍ମରଣ କରିଛନ୍ତି। ତମେ ଜାଣିଛ ଗାଁରେ କେମିତି ଜଣଙ୍କର କିଛି ଅସୁବିଧା ହେଲେ ଅନ୍ୟ ଜଣେ ତା ପାଖକୁ ଯାଇ ତାର ସୁଖ ଦୁଃଖରେ ଭାଗିଦାର ହୋଇଥାଏ। ତ ସେ ସବୁକୁ ଲେଖକ ଏଠି ମନେ ପକାଇଛନ୍ତି। ଗାଁ ଲୋକ ଭିତରୁ କିଏ ଭାଇ ଭଉଣୀ, କିଏ କକା ଖୁଡ଼ି ଇତ୍ୟାଦି ସମ୍ପର୍କ ନେଇ ଚଳିବାକୁ ହୋଇଥାଏ। ମାତ୍ର ସମୟ ଅନୁସାରେ ସେଭଳି ବିଚାରବୋଧ ଗାଁରୁ ଦୂରେଇ ଯାଇଛି। ଗାଁରେ ଥିବା ସାର ମାଉସୀର ସ୍ନେହଭରା ଡାକ କିପରି ବଦଳି ଯାଇଛି। ଆଗେ ଦେଖୁଥିଲେ ସାର ମାଉସୀ କ'ଣ ଡାକୁଥିଲେ? କମେଣ୍ଟରେ ଜଣାଅ। ଆଉ ଏବେ ଦେଖିଲେ ସାର ମାଉସୀ କ'ଣ ବୋଲି ଡାକୁଛନ୍ତି ସେଇଟା ବି ଲେଖିକି ମୋତେ କମେଣ୍ଟରେ ଜଣାଅ। ଯେଉଁ ଆଜୀବନ ଅକର୍ମା ଗୋବିନ୍ଦ ଭାଇ ମନବୋଧ ଚଉତିଶା ଶୁଣାଉଥିଲା, ସେ ଆଉ ସେଭଳି ସମ୍ଭାଷଣ ଜଣାଉନାହିଁ। ନିଜସ୍ୱ ଅଭିଜ୍ଞତାକୁ ପ୍ରକାଶ କରି ଲେଖକ ପୁନଶ୍ଚ କହିଛନ୍ତି, ଆଜିକାଲି ଅନେକ ନୂଆ ମୁହଁ ଦେଖିବାକୁ ମିଳୁଛି, ଯେଉଁମାନେ ତାଙ୍କୁ ଚିହ୍ନି ନାହାନ୍ତି ବରଂ ଅପରିଚିତ ଦୃଷ୍ଟିରେ ଚାହିଁଛନ୍ତି। ପ୍ରାବନ୍ଧିକ ଏଇଠି ସମାଜର ବାସ୍ତବିକତାକୁ ଦେଖାଇଛନ୍ତି। ତମେ ଯେତେବେଳେ ବଡ଼ ହୋଇଯିବ ତମେ ବି ଅନୁଭବ କରିବ ଏଇ ଜିନିଷ ଯେଉଁଟା ପ୍ରାବନ୍ଧିକ ଆଜି କହୁଛନ୍ତି। ତମେ ଯାଇଥିବ ବାହାରକୁ, ଯେତେବେଳେ ଗାଁକୁ ଫେରିବ ଦେଖିବ ନୂଆ ନୂଆ ମୁହଁ। କିଛି ଜଣକୁ ତମେ ଜାଣିଥିବ, କିଛି ଜଣକୁ ଜାଣିନଥିବ। ସେମାନେ ଆସିକି ତମକୁ ଅପରିଚିତ ଭଳିଆ ଅନେଇଥିବେ। କିଏ ଇଏ, କୁଆଡ଼ୁ ଆସିଛି? ଗ୍ରାମବାସୀଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ବ୍ୟକ୍ତିମାନେ କୌଣସି ଚାକିରି ବାକିରି ନ ପାଇ ଗାଁରେ ରହିଛନ୍ତି, ସେମାନେ ରାଜନୀତିକୁ ଆପଣେଇ ନେଇଛନ୍ତି। ଫଳରେ ସେହି ଶିକ୍ଷିତ ଭିତରୁ କିଏ କଂଗ୍ରେସୀ ହେଉଛନ୍ତି ତ ଆଉ କେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ବା ସୋସିଆଲିଷ୍ଟ ଭାବରେ ନିଜକୁ ପରିଚିତ କରାଉଛନ୍ତି। ସେମାନେ ପଲ୍ଲୀର ପ୍ରାକୃତିକ ସଭାରେ କିମ୍ବା ସାହିତ୍ୟ ଚର୍ଚ୍ଚାରେ ନିଜକୁ ସାମିଲ କରାଇ ପାରୁନାହାନ୍ତି। ବରଂ ସେହି ପ୍ରକୃତିର ଅପରୂପ ସଭାକୁ ରାଜନୈତିକ ମତବାଦ ଅନୁସାରେ ବିଚାର କରୁଛନ୍ତି। ଗ୍ରାମବାସୀଙ୍କ ମନରୁ ଲେଖକ ଦୂରେଇ ଯାଇଛନ୍ତି, କର୍ମରୁ ବିଚ୍ୟୁତ ହୋଇଛନ୍ତି। କାରଣ ଏମାନଙ୍କ କର୍ମ ଯୋଜନାରେ ସେ ନିଜକୁ ସାମିଲ କରାଇ ପାରିନାହାନ୍ତି। ଋତୁକ୍ରମରେ କୃଷିପ୍ରଧାନ ଗ୍ରାମ୍ୟ ଜୀବନର ଶୃଙ୍ଖଳାରେ ତାଙ୍କର ସ୍ଥାନ ପାଇବା ଅସମ୍ଭବ ବୋଲି ସେ ସ୍ୱୀକାର କରିଛନ୍ତି। କାରଣ ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ତାଙ୍କର କର୍ମ ଯୋଜନା ସ୍ଥାନ ପାଇପାରିବ ନାହିଁ ବୋଲି ସେ ଜାଣିପାରିଛନ୍ତି। ବୁଝିପାରୁଛ? ଜଣେ ଲୋକ ବାହାରକୁ ଯାଇକି କେମିତି ଅନୁଭବ କରୁଛି କି ଯେତେବେଳେ ଗୋଟେ ଦିନ ଥିଲା ଛୋଟ ସମୟରେ ସେଇ ଗାଁରେ ରହୁଥିଲି, ସେଠାରେ ମୋର ଛୋଟବେଳର ପିଲାବେଳ ସାଙ୍ଗମାନେ ସବୁ ଅଛନ୍ତି, ହେଲେ ଆଜି ଗାଁକୁ ଆସିବା ପାଇଁ ସେ ସାହସ କରିପାରୁନାହାନ୍ତି। ପିଲାବେଳର ସେଇ ସ୍ମରଣ ନେଇକି ସେ ଏଇ ପ୍ରବନ୍ଧକୁ ଲେଖିଛନ୍ତି। ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ। ଆଭିଜାତ୍ୟର ଚିହ୍ନ ବୋଲି ମଣିଷ କାୟକ୍ଲେଶ ବା ଶାରୀରିକ ପରିଶ୍ରମ କରିବାକୁ ଚାହେଁ ନାହିଁ। ସମସ୍ତ ଶିକ୍ଷିତ କାୟକ୍ଲେଶ ସହିବାକୁ ଅକ୍ଷମ ନ ହେଲେ ବି ନିଜକୁ ଆଭିଜାତ୍ୟ ଗୋଷ୍ଠୀ ଗାଁରେ ରହି ଶାରୀରିକ ପରିଶ୍ରମ କରି ଜୀବନ ଧାରଣ କରନ୍ତି। ସେମାନେ ଆର୍ଥିକ ବ୍ୟବଧାନକୁ କମ୍ କରିପାରନ୍ତି ନାହିଁ। ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ଯେଉଁମାନେ ଶିକ୍ଷିତ ହୋଇ ସହରରେ ରହନ୍ତି, ସେମାନେ କୌଣସି ସମୟରେ ଗାଁକୁ ଫେରିବାକୁ ଚାହାନ୍ତି ନାହିଁ। ଏହି କାରଣରୁ ବହୁ ପଲ୍ଲୀଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନକୁ ପାଖରେ ପାଇନଥାନ୍ତି। ଯେଉଁ ପଲ୍ଲୀବାସୀ ବାଳକ ପାଇଁ ଅନେକ ସମ୍ଭାବନାର ସ୍ୱପ୍ନ ଦେଖାଯାଇଥାଏ, ସେମାନେ ସମୟକ୍ରମେ ଗ୍ରାମବାସୀଙ୍କର ଅପହଞ୍ଚ ହୋଇଯାଇଥାନ୍ତି। ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋପପୁରର ଶ୍ରୀକୃଷ୍ଣଙ୍କ କଥା ଉଲ୍ଲେଖ କରିଛନ୍ତି। ସେ କ'ଣ କହିଛନ୍ତି ନା, ଶ୍ରୀକୃଷ୍ଣ ଗୋପୀ ଗୋପାଳଙ୍କ ନିକଟକୁ ଫେରି ଆସିବା ପାଇଁ 3 ଦିନ ସମୟ ନେଇଥିଲେ, ମାତ୍ର ସେ ଆଉ ମଥୁରାରୁ ଗୋପକୁ ଫେରି ନଥିଲେ। କୃଷ୍ଣଙ୍କର ଏହି ଅନୈତିକତା ବା ବିଶ୍ୱାସଘାତକତାର ପରିଣାମ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା। କେମିତି ନା, କୃଷ୍ଣ ମଥୁରାରୁ ଦ୍ୱାରକା ଯାଇଥିଲେ,
ସେଠାରେ ବିଳାସ ବ୍ୟସନରେ ରହିଥିଲେ। ମାତ୍ର କୃଷ୍ଣଙ୍କର ଆକାଶ ଛୁଆଁ ପ୍ରାସାଦ ଓ ରାଜଧାନୀ ଦ୍ୱାରକା ଅତଳ ଜଳରେ ନିମଗ୍ନ ହୋଇଥିଲା। ତାଙ୍କ ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ୱଂସ ହୋଇଥିଲେ। ନିଜେ କୃଷ୍ଣ ରାଜ୍ୟହୀନ, ଧନହୀନ, ଗୃହହୀନ ହୋଇ ମୃତ୍ୟୁ ଲାଭ କରିଥିଲେ। କୃଷ୍ଣଙ୍କର ଦ୍ୱାରିକା ଆଜି ଆଉ ନାହିଁ। ମାତ୍ର ସେ ଯେଉଁ ମାତୃଭୂମି ଗୋପର ବୃନ୍ଦାବନ ଓ ଯମୁନା ନଦୀକୁ ଉପେକ୍ଷା କରିଥିଲେ ତାହା ଅଦ୍ୟାବଧି ରହିଛି। କୃଷ୍ଣଙ୍କର ଏହି ଚରିତରୁ ଜନ୍ମଭୂମିକୁ ଉପେକ୍ଷା କରିଥିବା ଶିକ୍ଷିତମାନଙ୍କର ବହୁତ କଥା ଶିଖିବାର ଅଛି। ହଁ କି ନାହିଁ ପିଲେ? ତମେ ନିଜେ କହିଲ। ଶ୍ରୀକୃଷ୍ଣ ଯେଉଁଠାରେ ଜନ୍ମ ହୋଇଥିଲେ ସେଠି ନ ରହିକି ସେ ମଥୁରାକୁ ପଳାଇ ଯାଇଥିଲେ। ସେଇଠି ତାଙ୍କର ଅନେକ କାହାଣୀ ଅଛି, ସେଟା ଛାଡ଼। ତ ଏଇଠି କହିବାର ଅର୍ଥ କ'ଣ ନା କୃଷ୍ଣଙ୍କର ଏହି ଚରିତରୁ ଜନ୍ମଭୂମିକୁ ଉପେକ୍ଷା କରିଥିବା ଶିକ୍ଷିତମାନଙ୍କର ବହୁତ କଥା ଶିଖିବାର ଅଛି। ଆମେ ଯେତେ ଦୂରକୁ ଗଲେ ମଧ୍ୟ କେବେ ବି ନିଜର ଜନ୍ମଭୂମିକୁ ଭୁଲିବା ନାହିଁ। ଯେଉଁଠାରେ ଆମେ ଜନ୍ମ ହୋଇକି ଛୋଟବେଳରୁ ବଡ଼ ହେଇଛେ, ସେଇଠିକାର ପାଣି ପବନରେ ଆମେ ବଢ଼ିଛେ। ଯେମିତି ସଚ୍ଚିଦାନନ୍ଦ ରାଉତରାୟ କହିଥିଲେ କ'ଣ ନା ତାହାରି ଲଟା ତାହାରି ବଣ, ତା ଗାଈ ଗୋଠ ମୁରଲି ସ୍ୱନ, ଫସଲ କଟା ମଧୁର ଗାନ ସକଳ ମୋର ସାହାଟି, ଛୋଟ ମୋର ଗାଁଟି। ତ ପିଲାମାନେ, ଗାଁରେ ଏମିତି କିଛି ଜିନିଷ ନାହିଁ ଯେଉଁଟା ଆମକୁ ପସନ୍ଦ ଆସିବନି। ବୁଝିପାରୁଛ? ଶେଷରେ ପ୍ରାବନ୍ଧିକ କହିଛନ୍ତି, ଯେଉଁ ଅଳ୍ପ କେତେଜଣ ଶିକ୍ଷିତ ସେମାନଙ୍କର ମହାନୁଭବତାକୁ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ୱବ୍ୟାପୀ କରିଛନ୍ତି, ସେମାନେ ଆମର ନମସ୍ୟ। ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହେଲେ ବି ପାଶ୍ଚାତ୍ୟ ଶିକ୍ଷାର ପରମ୍ପରାକୁ ଛିନ୍ନ କରି ସେମାନଙ୍କର ମହାନୁଭବତାକୁ ଦିଲ୍ଲୀରୁ ନିଜର ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପ୍ତ ରଖିଛନ୍ତି, ସେମାନେ ନମସ୍ୟ। ଯେଉଁମାନେ ପଲ୍ଲୀ ଭୂଇଁ ବା ନିଜର ଜନ୍ମଭୂମିକୁ ପୂରାପୂରି ପାସୋରି ଦେଇ ଗ୍ରୀସୀୟ ଦେବତା ଆଟଲାସ୍ ପରି ସମସ୍ତ ବିଶ୍ୱର ଭାର ବହନ କରିଛନ୍ତି ବୋଲି କୁବ୍ଜ ହୋଇ ଚାଲନ୍ତି, ସେମାନେ ଠିକ୍ କଥା କହନ୍ତି ନାହିଁ। ସେମାନେ କେବଳ ପ୍ରବଞ୍ଚନା କରିଥାନ୍ତି। ବାସ୍ତବରେ ଯେ ଭଲ ଗ୍ରାମବାସୀ ନୁହେଁ ସେ ଭଲ ଓଡ଼ିଶାବାସୀ ନୁହେଁ, ଯେ ଭଲ ଓଡ଼ିଶାବାସୀ ନୁହେଁ ସେ ଭଲ ଭାରତବାସୀ ନୁହେଁ, ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ୱବାସୀ ହୋଇନପାରେ। ତ ପିଲେ, ଏଇଠି ଆମର ଚାପ୍ଟର ସରିଯାଇଛି। ଆଜି ପାଇଁ ମୁଁ ତୁମକୁ 5ଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେବି, ଯେଉଁଟାକି ଆମର ଲେଖକ ପରିଚୟରୁ ଆସିଛି। ବାରମ୍ବାର ଏଇସବୁ ପ୍ରଶ୍ନ ବୋର୍ଡ଼ ଏକ୍ଜାମରେ ହେଉ କିମ୍ବା ତୁମର ହାଫ୍ ଇୟର୍ଲିରେ ଭେଷ୍ଟ ଏକ୍ଜାମ ସବୁଥିରେ ରିପିଟେଡ଼ଲି ଆସିଛି। ପ୍ରଥମ ପ୍ରଶ୍ନ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଦ୍ୱିତୀୟ ପ୍ରଶ୍ନ, ତାଙ୍କ ରଚିତ ଇଂରାଜୀ ଗବେଷଣା ଗ୍ରନ୍ଥର ନାମ କ'ଣ? ତୃତୀୟ ପ୍ରଶ୍ନ, ତାଙ୍କର ଆତ୍ମଜୀବନୀର ନାମ କ'ଣ? ଚତୁର୍ଥ ପ୍ରଶ୍ନ, ଜନ୍ମଭୂମି ପ୍ରବନ୍ଧଟି କେଉଁଠାରୁ ସଂଗୃହୀତ? ପଞ୍ଚମ ଏବଂ ଶେଷ ପ୍ରଶ୍ନ, କେଉଁ ଭାବନାରେ ଏହି ପ୍ରବନ୍ଧଟି ପରିପୁଷ୍ଟ? ତମେ ବର୍ତ୍ତମାନ ବହି ଖୋଲ, ଲେଖକ ପରିଚୟ ଦେଖ ଏବଂ ଏସବୁ ପ୍ରଶ୍ନର ଉତ୍ତର ଏବେ ହିଁ କମେଣ୍ଟରେ ଲେଖ। ଓକେ, ତ ଏସବୁ ପରେ ମୁଁ ଚାହିଁବି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ତମ ସାଙ୍ଗମାନଙ୍କୁ ସେୟାର କର ଏବଂ ଏମିତି ଭିଡ଼ିଓ ଆଗକୁ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ। ରହୁଛି, ଦେଖା ହେବ ନେକ୍ସଟ ଭିଡ଼ିଓରେ।